ଆଜି ବନେଇବା ସେଇ ଭାଇରାଲ ମୋମୋ। ତ ଏବେ ଭାଇରାଲ ମୋମୋ ଚାଲିଛି ଯୋଉଟାକି ବିନା ମଇଦା ଚକଟାରେ ମୋମୋ ତିଆରି ହେଉଛି। ଆଉ ମୁଁ ବି କ'ଣ ସେଇଟା କ'ଣ ଛାଡ଼ିବି କି? ତ ସେଥିପାଇଁ ମୁଁ ଭେଜ୍ର ବନେଇବି। ସେଥିପାଇଁ ଆଣିଛି ବନ୍ଧାକୋବି, ଗାଜର, ପନିର ଆଉ କ୍ୟାପ୍ସିକମ୍। ପ୍ରଥମେ ବନ୍ଧାକୋବିକୁ ଭଲ ଭାବରେ କୋରି ଦେଇକି ଗୋଟେ ସାଇଡ଼ରେ ରଖିଦେଲି। ଗାଜରକୁ ମଧ୍ୟ କୋରି ଦେଇକି ଗୋଟେ ସାଇଡ଼ରେ ରଖିଦେଲି। ପନିରକୁ ମଧ୍ୟ କୋରି ଦେଇକି ଗୋଟେ ସାଇଡ଼ରେ ରଖିଦେଲି। ଆଉ କ୍ୟାପ୍ସିକମ୍କୁ ମଧ୍ୟ କୋରି ଦେଇକି ସବୁତକ ମିକ୍ସ କରିଦେଇକିନା ଗୋଟେ ଜାଗାରେ ରଖିଦେଲି। ତାପରେ ଏପଟେ କିଛି ରସୁଣ, କଞ୍ଚା ଲଙ୍କା ଆଉ ଜିରା ସୋରିଷକୁ ବାହାର କରିଦେଇକି ରଖିଦେଲି। ତ କଡ଼େଇରେ ତେଲ ନେଇକି ସେଥିରେ ଜିରା, ସୋରିଷ, କଞ୍ଚା ଲଙ୍କା, ରସୁଣକୁ ଭଲ ଭାବରେ ଫ୍ରାଏ କରିଦେଲି। ଯେମିତି ରେଡ୍ କଲର୍ ହେଇଯିବ ସେମିତି ଭାଜିଦେଲି। ତାପରେ ସବୁତକ ଭେଜିଟେବୁଲ ଆଉ ପନିରକୁ ମିକ୍ସ କରିକି ସେଥିରେ ପକେଇଦେଲି। ଆଉ ଟିକେ ପକେଇଦେଲି ଲୁଣ ଆଉ ଗୋଲମରିଚ ଗୁଣ୍ଡ। ତ ଭଲ ଭାବରେ ପାଣି ଶୁଖିଲା ପର୍ଯ୍ୟନ୍ତ ଭାଜିଦେବା। ଭାଜି ହେଇଗଲା ପରେ ତାକୁ କ'ଣ କଲି ନା ଗୋଟେ ଜାଗାରେ କାଢ଼ିକି ଥଣ୍ଡା କରିକି ରଖିଦେଲି। ତାପରେ ଥଣ୍ଡା ହେଇଗଲା ପରେ ଏମିତି ଗୁଳା ଗୁଳା କରିକି ରଖିଦେଲି। ଦେଖନ୍ତୁ ଆଜି ତ ମଇଦା ଚକଟା ହବନି, ସେମିତି ମୋମୋ ହବ। ତ ମୁଁ କ'ଣ କଲି ନା ପ୍ରଥମେ ପାଣିରେ ବୁଡ଼େଇ ବୁଡ଼େଇ ଗୁଳାକୁ ତାକୁ ଡବଲ କଟ୍ କଲା ପର୍ଯ୍ୟନ୍ତ ମଇଦାରେ ବୁଡ଼େଇ ବୁଡ଼େଇକିନା ରଖିଲି। ତାପରେ ସେମ୍ ଡେକ୍ଚିରେ ହିଁ ମୁଁ ମାନେ ଟମାଟୋର ସସ୍ ବନେଇବି। ତ ସେଥିପାଇଁ ମୋମୋ ଚଟନି ପାଇଁ ତାକୁ ମଧ୍ୟ ସିଝେଇବା ପାଇଁ ରଖିଦେଇଛି ସେଇ ତଳେ। ତ ଦେଖନ୍ତୁ ଷ୍ଟିମରରେ ଏମିତି ସବୁ ଗୋଟେ ଗୋଟେ ମୋମୋ ସବୁକୁ ରଖିଦେଲି, ଷ୍ଟିମ୍ ଦେଇଦେଲି। ଆଉ ଦେଖନ୍ତୁ ରେଡ଼ି ହେଇଗଲାଣି ଗୋଟେ ସାଇଡ଼୍ ମୋମୋ। ଆଉ କେମିତି ଲାଗିଲା ଆଜିର ଭିଡ଼ିଓଟି ଲାଇକ୍, କମେଣ୍ଟ, ସେୟାର ନିଶ୍ଚୟ କରିବେ। ମୁଁ ଭାଙ୍ଗିକି ଦେଖାଉଛି କେତେ ସୁନ୍ଦର ହେଇଛି। ଦେଖନ୍ତୁ ଆଜିର ମୋମୋ, ଏଇଟା କିନ୍ତୁ ବିନା ମଇଦା ଚକଟାରେ ଆଜିର ମୋମୋ ତିଆରି ହେଇଛି। ବହୁତ ବଢ଼ିଆ ହେଇଥିଲା ସାଙ୍ଗମାନେ।